हाँ भाई हेलो। ଦେଖନ୍ତୁ ଏଇ ଅପାରଗତ ସରକାରଙ୍କର ଆଉ हाँ ପରିଚୟ हाँ ନାହିଁ। ଓଡିଶା ବର୍ତ୍ତମାନ କାନ୍ଦୁଛି, ବର୍ଷେ ମାତ୍ର ହେଲା କାନ୍ଦୁଛି। ଡେଲି ଡେଲି ଗଣଦର୍ଶନ ଚାଲିଛି, ଡେଲି ଡେଲି ହତ୍ୟା ଚାଲିଛି, ଡେଲି ଡେଲି ରାଜଧାନୀ ଚାଲିଛି। ଆପଣ ଦେଖୁଛନ୍ତି ମାତ୍ର 8:30ରୁ 9ଟା ସମୟରେ 15-16 ବର୍ଷ ଝିଅରେ ଯେମିତି ଅତ୍ୟାଚାର କରାଗଲା। ବର୍ତ୍ତମାନ ଦୁଃଖୀଶ୍ୟାମ ବାବୁ ନଥିଲେ ତ ସେ ଝିଅଟି ଚେତାଶୂନ୍ୟ ହୋଇ ମରିଯାଇଥାନ୍ତା। କିନ୍ତୁ ଧନ୍ୟବାଦ ଦେବି ଦୁଃଖୀଶ୍ୟାମ ବାବୁଙ୍କୁ। ଆମେ ଦାବି କରୁଛୁ ବିଜୁ ଜନତା ଦଳ ତରଫରୁ 24 ଘଣ୍ଟା ଭିତରେ ପ୍ରଶାସନ ତାର ନିଷ୍ପତ୍ତି ନେଉ, ଦୋଷୀକି ଆରେଷ୍ଟ କରୁ, ନଚେତ ବିଜୁ ଜନତା ଦଳ ନିଶ୍ଚିତ ରାଜରାସ୍ତା ଓହ୍ଲାଇବାକୁ ବାଧ୍ୟ ହେବ। ଏବଂ ଆଉ ଗୋଟେ ଦାବି, ଏବଂ ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ, ତାର ପ୍ରାପ୍ୟ ଦାବି ବି ତାର ପ୍ରାପ୍ୟ ମାନ୍ୟତା ବି ମିଳୁ। ଏବଂ ଓଡିଶା ପ୍ରଦେଶରେ ବର୍ତ୍ତମାନ ଯୋଉ ଉପମୁଖ୍ୟମନ୍ତ୍ରୀ ମହୋଦୟ ଯାଇଛନ୍ତି ପ୍ରଭାତୀ ପରିଡ଼ା ମହୋଦୟ, ତାଙ୍କ ନିର୍ବାଚନ ମଣ୍ଡଳୀ ସେଇଟା ଏଇଟା ଗୋଟେ ସେନ୍ସିଟିଭ ନିର୍ବାଚନ ମଣ୍ଡଳୀ, ତାଙ୍କର ବର୍ତ୍ତମାନ ଦେଖା ନାହିଁ। ବର୍ତ୍ତମାନ ମେଡିକାଲ ଗଲେଣି, ଏମ୍ସ ଗଲେଣି, ପୀଡିତା ଏମ୍ସ ଗଲେଣି, କୋଉ ଅବସ୍ଥାରେ ସେ ଅଛି, ଏ ଅଞ୍ଚଳ କେମିତି ଅଛି, ତାଙ୍କର ଦେଖା ନାହିଁ। ଆମେ ଦାବି କରୁଛୁ ଏବଂ ସେ ନିଶ୍ଚିତ ମତେ ଇସ୍ତଫା ଦିଅନ୍ତୁ। ଏଇ ଯୋଉ ଓଡିଶା ସରକାର କଦଳୀଖିଆ ସରକାର ନିବୃତ୍ତ ରୁହନ୍ତୁ ଏବଂ ଡେଲି ଡେଲି ଯୋଉ କାର୍ଯ୍ୟକ୍ରମ ହଉଛି, ଡେଲି ଡେଲି ଯୋଉ ଅପାରଗତା କାର୍ଯ୍ୟକ୍ରମ ହଉଛି ତା ପାଇଁ ପ୍ରଶାସନକୁ ଆଲର୍ଟ କରନ୍ତୁ। ନଚେତ ବିଜୁ ଜନତା ଦଳ ହଜାର ହଜାର କାର୍ଯ୍ୟକ୍ରମ ଧରି ରାଜସ୍ୱକୁ ଓହ୍ଲାଇବାକୁ ବାଧ୍ୟ ହେବ। ଆମେ ମାତ୍ର 24 ଘଣ୍ଟା ମହଲ ଦେଇଛୁ ସରକାର। ଧନ୍ୟବାଦ।